ମୋ ବୋଉଙ୍କୁ ମୁଁ ଟିକେ ସାହାଯ୍ୟ କରିଦଉଛି କାମରେ। ମୋ ବୋଉ ଆଉ ପାରୁନାହାନ୍ତି ତ ସେଇଟା ଟିକେ ସାହାଯ୍ୟ କରିଦଉଛି। ଦେଖ ବୋଉ ଯେତିକି ସକାଳୁ ଉଠିକି କରୁଛନ୍ତି ପାରୁନାହାନ୍ତି ସକାଳୁ ଉଠିକି କରୁନ ସବୁ। ସକାଳ କାମଟା ବୋଉଙ୍କର, କାରଣ ମୋର ତ ଉଠୁ ଉଠୁ ସକାଳ 9ଟା। 9ଟାରେ ଉଠିଲା ବେଳକୁ ଏତେବେଳକୁ ବୋଉଙ୍କର ହଉଛି ଦ୍ୱିପହର ସମୟ, ମାନେ ଭାତ ଖାଇବା ସମୟ ହେଇଯାଉଛି। ଆଉ ସେଇଥିପାଇଁ ନହେଲେ ମୋର ଇଚ୍ଛା କରିବା ଇଚ୍ଛା ପାଇଁ କିନ୍ତୁ କରିପାରୁନା ଆଉ। ଆଉ ମୁଁ କଣ କରିବି? ଭାବି ଭାବି ଶୋଇପଡୁଛି। କଣ କରିବା? ମତେ ତ ପିଲାବେଳୁ କିଛି ଶିଖେଇଲନି। ପିଲାବେଳୁ କିଛି ଶିଖେଇଛ ଯେ ପୁଅ ସକାଳେ ଉଠେ, ସୂର୍ଯ୍ୟ ଦେଖିବୁ, ଉଦୟ ହେଲାଣି କିଛି ଶିଖେଇଛ? କେଡେ ସୁନ୍ଦରିଆ କଥା କହିଲା ମୋ ତମେ ପୁଅ। ଶିଖେଇଛ ମୁଁ ସତ ନାଇଁ ସତ କହିଲ। କହିଲି ପୁଅରେ କେତେ ଥପୁଡୁଥିଲି ଶୋଇପଡ, ଏଇଆ କହୁଥିଲି। ତମେ ଶିଖେଇଛ ପିଲାମାନେ? ଯେତେ ଟାଣିବି ଓଟାଣିବି ଉଲ୍ଟା ମତେ ଅଳସୁଆ କରେଇଦେଲେ। ହଁ। ଖାଇ ପିଇକି ଶୁଅ, ସେ ତ ସବୁ ଉଠିଲେ କରେଇଦେଲେ ତୋ ପାଇଁ ଆଉ। ଆମେ ଜଳଖିଆ ଧରିକି ଆସିବୁ, ତୁ ଖାଇବୁ, ମତେ ଏଗୁଡା ଶିଖେଇଛ। ଆଉ ଏବେ ଭଲ ଶିଖେଇବ। ଏବେ ଆଉ କଣ କରିବୁ? ଆଉ ଏବେ ବୁଢା କାଳେ ମୋ ଅଭ୍ୟାସ ଚେଞ୍ଜ କରିବି। ବୁଢା ହଁ, କାଳେ ଟିକେ ତାର ଆଉ ନା। ଅଭ୍ୟାସ ବଦଳିଲାଣି। ତମେ ଯୋଉ କହୁଛ ଚାଲି ନ ଜାଣି ବାଟର ଦୋଷ, ତମର ହେନ୍ତିଆ ମୁଁ କଥା। ଏମିତି ୟାକୁ ଶୁଆଇଲି, ମୁଁ ନିଜେ କାମ କଲି। ମତେ ଯଦି ପିଲାବେଳେ ବାଡେଇଥାନ୍ତ 5ଟା ସୁଦ୍ଧା ଉଠେ ନହେଲେ ଘର ତୋଡିଦବୁ, ଆଜି ମୁଁ ଏମିତି ବିଗେଡା ହେଇଥାନ୍ତି, ପୁରା ସାଇଜ ହେଇକି ଥାନ୍ତି। ଆଉ ଏଇନୁ ବଡ ହେଲି ସ୍କେଲ ଯେତେବେଳେ ପୋପା କଥାଟା ହେଇଥାନ୍ତା। କହିବାକୁ ସୁବିଧା ହେଇଗଲା। ସେତେବେଳେ ଯଦି ପିଲା ଯେତେବେଳେ ବାହାର ଖାଦ୍ୟ ଖାଉଥିଲି, ସେ ପଇସା ମୁଁ କୋଉଠୁ ଆଣୁଥିଲି? କିଏ ଦଉଥିଲା? ଆଉ କଣ କହିବ? ମତେ ଯଦି ପକେଟ ଖର୍ଚ୍ଚ ଖାଇଲା ବେଳକୁ ମୁଢା ଖାଇବେନି, ମୁଢା ଯଦି ପକେଟ ଖର୍ଚ୍ଚ ନ ଦେଇଥାନ୍ତି ମୁଁ ବାହାର ଖାଦ୍ୟ ଖାଇଥାନ୍ତି? ବୋଉ ତ କହିଲେ ହାତକୁ ହଲେଇବ, ବୋଉ ଦଉନ ଦଉନ। ମୋର ରୋଷେଇ ଖରାପ ପଛରେ ସବୁ ତମର ଦୋଷ। ହଁ ଲାଷ୍ଟକୁ ତ ସେଇଆ ମତେ କହିବୁ ଆଉ। ଶେଷକୁ ତ ମତେ ଏଇ ପଦଟା କହିବୁ ଯେ ତମର ବେଡସିଟା କୋଉଠି ପକେଇବି? ଏଟା ପଡିବନି, ଆଉ ଗୋଟେ ମୋର ଦୋଷ। ଆଉ ତମ ଦୋଷ ନାଇଁ, ତମର ବି ଦୋଷ। ଆଉ ତୁ ଗୋଟେ ହାଲ୍ଲା କରିବୁ, ବେଶୀ ଜାରି କରିବି କି ବାଡେଇବି କି କଣ କରିବି? ନେଇକି ଯାଉଛି। ଆଗରୁ ଅଳସୁଆ କରିକି ରଖିଲେ, ଏବେ କହୁଛନ୍ତି ତୁ ଚଳଚଞ୍ଚଳ ହେଇକି ରାସ୍ତାରେ ଧା। ଆରେ ଏଇଟା କେମିତି ସମ୍ଭବ ହବ? ଏଇଟା କେମିତି ହବ? ତତେ ମୁଁ ତ ରେଜେଇ ଗତି ପାରିକି ଘୋଡେଇକି ଶୁଆଉଥିଲି ଆଉ। ମିଛ ସତ କହୁଛି ମୁଁ। ଉଠେଇଲେ ଜମା ଶୁଣିବୁନି କିଛି ନାହିଁ, ତତେ ଏପଟୁ ପଚାରିବି, ଏପଟେ ଯାଇକି ଶୋଇବୁ। ଏମିତି କରିବ ବସିକି। ବୋଲେ ଶୋଇଲେ ଶୋଇଟା ଯାଉକୁ ନ ଯାଉ, କଣ କରିବୁ ନ କରୁ। ହଉ, ପରିବର୍ତ୍ତନ ତାହେଲେ ହେଇକି ମୁଁ ଦେଖେଇବି ଆଉ। ହଁ, ଶୀଘ୍ର ଦେଖା ଯେତିକି ହେଇଥିଲି। ଆଜିଠୁ ନା କାଲିଠୁ ନା ଗୋଟେ ବର୍ଷ ପରେ? କାଲି ମାନେ ସେ ଗଲା ଆଉ ନୁହଁ।